Good morning to everybody. Welcome to 10th class students online classes. ମୁଁ ଏମ୍ ରାଜେଶ୍ୱର ଇଂଲିଶ ସବଜେକ୍ଟ ପଢ଼ାଏ। ଆଜିକା ଦିନରେ ଇଂଲିଶ ପୋଏମ୍ ଫ୍ରମ୍ ଦ ଫର୍ମାଲିଟି ଜାର ପୋଏମ୍ଟା ପଢ଼ିବା। ଦ୍ୱିତୀୟ ଷ୍ଟାଞ୍ଜା। ଏହାର ପୋଏଟ୍ ହେଉଛନ୍ତି ଡକ୍ଟର ରୀତା ଏସ୍ ମଣି। ସେ ଗୋଟେ ଦୁର୍ଘଟଣାଗ୍ରସ୍ତ ମସ୍ତିଷ୍କକୁ ଆଣିକି ଗୋଟେ କେମିକାଲ ଜାର ଭିତରେ ରଖିଛନ୍ତି। ସେ ଜାର ଭିତରୁ ସେ ବ୍ରେନ୍ଟା ସେ ଆପେ ଆପେ ସେ କିଛି କୌଶଳ ଅନୁଭବ କରୁଛନ୍ତି। ସେ ଜାରରେ ସେ କହୁଛନ୍ତି ଏଇ ଯେଉଁ ଅନୁଭବ ଯେଉଁ କରୁଛନ୍ତି ସେଇଟା ହେଉଛି ଆଉ ବିକିର ବ୍ରେନ୍। ସେ ବିକିର ବ୍ରେନ୍ ସେ କହୁଛି ଯେ ହାଉ ଇନସଲ୍ଟିଂ ଟୁ ବି called a specimen. How insulting called to be a specimen. 2 years ago, 2 years ago, I was part of a living human. I am a part of a human being. I got no stroke or tumor or bugs within. Yet ended up in this jar to my charging. ମାନେ ସେ କହୁଛନ୍ତି ଏଇ ଯେଉଁ ସେକେଣ୍ଡ ଷ୍ଟାଞ୍ଜାରେ କୌଣସି ରୋଗ ବ୍ୟାଧି ନ ହୋଇକରି ମୁଁ ଚାଲିଯାଇଛି। ସେ ପୁଣି ସେ ଜାର ଭିତରେ ରହିକରି ସେ ନିଜର ଅନୁଭୂତିକୁ ପ୍ରକାଶ କରି କହୁଛନ୍ତି ବୋଲି ସେ କହୁଛନ୍ତି ଏଠାରେ। ଏଇ ଯେଉଁ ଜିନିଷଟା ଯେ କହୁଛନ୍ତି ଏଇଟା ଅନୁଭବ କରି କହୁଛନ୍ତି ସେଇଟା ଆମେ ଆଜି ବର୍ତ୍ତମାନ ରିଡ଼ିଂ କଲି। ପୁଣି ସେକେଣ୍ଡ ବାର ରିଡ୍ କରି ତୁମେ ପୋଏମ୍ଟାକୁ ଏମିତି ବାହାର କରିଦେବାକୁ ପଡ଼ିବ ଯେଉଁଟାକି ପ୍ରତ୍ୟେକ ଅନ୍ତରା ପ୍ରତ୍ୟେକ ପଦ ସବୁ ମନେ ରହିବ। ପୁଣି ମୁଁ କହୁଛି ହାଉ ବ୍ରିଥିଂ ଟୁ ବି called a specimen. 2 years ago, I was part of a living human. I got no stroke, tumor, or bugs within. Yet ended up in this jar to my charging. ସେ କହୁଛନ୍ତି ଏଇ ଯେଉଁ ଭିତରେ ଯେଉଁ ଘଟିଯାଇଛି ତା ବିଷୟରେ ସେ କିଛି ପରିପ୍ରକାଶ କରି କହୁଛନ୍ତି। The brain inside the jar feels that it is very much insulting to be called specimen. Specimen की insulting କରୁଛି। ସେ କହୁଛି ଏଇ ନମୁନା ରୂପେ ନାମିତ ହୋଇ ହେବା ଅତ୍ୟନ୍ତ ଅପମାନଜନକ ବୋଲି ଜାର ମଧ୍ୟସ୍ଥ ମସ୍ତିଷ୍କ ଅନୁଭବ କରୁଛି। ସ୍ପେସିମେନ୍ ସହିତ ରହିକରି ସେ ଅନୁଭବ କରୁଛି ଏଇଟା ଗୋଟେ ମୋତେ ଅପଦସ୍ଥ କରାଉଛି, ଅନୁଭବ କରୁଛି। ସେ ଅପମାନ ବୋଲି ଅନୁଭବ କରୁଛି। କାହିଁକି? ସେ କିଛି ଯେ 2 ବର୍ଷ ପୂର୍ବେ ସେ ଏକ ଜୀବିତ ମନୁଷ୍ୟର ମସ୍ତିଷ୍କ ଅଂଶ ରୂପେ ସେ କାମ କରି ଆସୁଥିଲା। 2 years back ସେ ଜୀବିତ ଅବସ୍ଥାରେ ଥିଲା, ବର୍ତ୍ତମାନ ସେ ନିର୍ଜୀବ ହେଲା। ଅନ୍ୟ କଥାରେ କହିଲେ ଏହି କହିବାକୁ ଯାଉଛି ଯେ 2 ବର୍ଷ ପୂର୍ବେ ଏହା କୌଣସି ଜାର ମଧ୍ୟରେ ନଥିଲା 2 ବର୍ଷ ପୂର୍ବେ, ବରଂ ଏହା ଏକ ଜୀବିତ ମନୁଷ୍ୟର ଖପୁରି ଭିତରେ ସତେଜ ହେଇକି ରହିଥିଲା। ସତେଜ ହିସାବରେ ସେ ରହିକରି କାମ କରି ଆସୁଥିଲା। ହେଲେ ଏଇ ଯେଉଁ କାମ କରି ଆସୁଛି ତାକୁ କହିବାକୁ ଗଲେ ଆଉ କୌଣସି ମସ୍ତିଷ୍କ ଗୋଟେ ଅନୁଭବ ମଧ୍ୟ କରିନି ଯେ ଏଇ ଜୀବିତ ମନୁଷ୍ୟ ଶରୀରରେ ଅଂଶବିଶେଷ ରୂପେ ଥିଲାବେଳେ ସେ ସବୁ ପ୍ରକାର ରୋଗରୁ ମୁକ୍ତ ଥିଲା।
ସେତେବେଳେ ଏହା ମଧ୍ୟରେ କୌଣସି ଅପବାଦ ନଥିଲା, ମାଂସପିଣ୍ଡଟିଏ ବା ଆବୁ ବା କୌଣସି ରୋଗ ହୋଇନଥିଲା। ଫଳରେ ସେ ଯାହାର ମଧ୍ୟରେ ଆବଦ୍ଧ ହୋଇ ରହୁଥିଲା, ଯାହାର ମଧ୍ୟରେ ଏହି ଆବଦ୍ଧ ହୋଇ ରହିବାକୁ ସେ ଦୁଃଖ ଅନୁଭବ କରିଛି ଏବଂ ବିରକ୍ତ ଥିବା ଅନୁଭବ ହେଉଥିଲା। ହତାଶ ଏବଂ ବିରକ୍ତ ହୋଇ ସେ ଅନୁଭବ କରି ପରିପ୍ରକାଶ କରୁଛି ଲୋକମାନଙ୍କ ପାଇଁ। ସେ ଆହୁରି କହୁଛି ଯେ it says that the importance when it was alive, ଯେତେବେଳେ ସେ ଜୀବିତ ଅବସ୍ଥା ତାର ପ୍ରାଧାନ୍ୟ ଅଧିକ ଥିଲା, ବର୍ତ୍ତମାନ ସେ ନାହିଁ। It means 2 years ago it has alive in a human being. Rather, it was alive. It was inside the skull of the human being. The brain also says that it was from the kinds of disease when the part of the living being. ଯେତେବେଳେ ହ୍ୟୁମାନ୍ ବିଙ୍ଗର ମୁଣ୍ଡ ଥିଲା, ତାର କୌଣସି ଦେହ ଖରାପ ନଥିଲା, ସତେଜ ଥିଲା, ଭଲ କାମ କରୁଥିଲା। ହେଲେ ଏବେ ସେ କାହିଁକି ଏମିତି ଏ ପ୍ରକାର ରହୁଛି? However, owing to an unfortunate accident in life, human body came to the end. ଅନଫର୍ଚୁନେଟ୍, ହତଭାଗାମାନଙ୍କ ଯେଉଁମାନଙ୍କ ଦୁଃଖରେ ଆକ୍ସିଡେଣ୍ଟ ହୁଏ, ସେମାନେ ଆଜି ଏଇ ପ୍ରକାର ଅନୁଭବ କରନ୍ତି ଏଇ ଜାର୍ ଭିତରେ ରହିକିରି। ଶେଷରେ ସେ କହୁଛି ଦିସ୍ ଷ୍ଟେଟ୍ ଅଫ୍ ବିଙ୍ଗ କନଫର୍ମଡ ଇନ୍ ଦ ଜାର୍ ଇଜ୍ ଫିଲ୍ ଅନହ୍ୟାପି। এই ପ୍ରକାର ସେ ଜାର୍ ଭିତରେ ରହିକି ସେ ନିଜକୁ ସେ ଅନୁଭବ କରୁଛି ଦୁଃଖ। and disappointed and annoyed. Disappointed, ଦୁଃଖିତ, ହତାଶ ଏବଂ ବିରକ୍ତ ଅନୁଭବ କରୁଛି। Disappointed, ହତାଶ ହେଉଛି। and also annoyed ମାନେ ବିରକ୍ତି ଅନୁଭବ କରୁଛି। ବିରକ୍ତି ମନୋଭାବ ତା ମନରେ ଆସୁଛି। ତୁମେ କାଲି କହିଛି ମିନିଂ ବି କହିଛି। ସ୍ପେସିମେନ୍ ବେଲେ ସ୍ୟାମ୍ପଲ୍ ପେପର, लिविंग ह्यूमन जीवित मानव, स्ट्रोक ब्रेन अटैक बा हार्ट अटैक, धक्का जोटा कहते, ट्यूमर मांसपिंडुला, बग इन्फेक्शन इलनेस कौन से पार्ट को इन्फेक्शन होले कहते बग, एंड अप टू बी द एंड शेष शेष जहाँ कहते चार्जिन फीलिंग ऑफ अनहैप्पीनेस, डिसअपॉइंटमेंट, एनॉयस कहते चार्जिन, डिसअपॉइंटेड हवा, हताश हवा, निराश हवा, विरक्ति मनोभाव हवा, ये सब मीनिंग से बुझल। सेकेंड स्टैंजा कम कम कर जाओ जेहेतु तुम मैंने डिटेल बुझा पड़ो और थर्डटा मो हमार चांस नहीं। तुम जहाँ बुझ ठीक है बुझ, आफ्टरनून मत जहाँ अबुझा अच्छी पचारिकी तुम्हें क्लारिफाई कर बुझा पड़ी ठीक है बुझा है। जहाँ अबुझा अच्छी मत पचारिकी तुम ठीक से मीनिंग जा पड़ो। भाई आउ गोटे कथा कौच तुम को वेरी वेरी इंपोर्टेंट, समस्त भाई भाई मैंने स्पेलिंग करेक्ट लिख, स्पेलिंग जब भूल है निश्चित भूल हो। स्पेलिंग वेरी वेरी इंपोर्टेंट, स्पेलिंग होची वेरी वेरी इंपोर्टेंट। स्पेलिंग पे ध्यान से देव पड़ो। ओके, थैंक यू।